ବୀର ଦାସଙ୍କ ଜୀବନ ଓ ଦାର୍ଶନିକତା। କବୀର ଦାସ ଜଣେ ମହାନ ସନ୍ଥ, କବି ଓ ସାମାଜିକ ସଂଶୋଧକ ଥିଲେ। ସେ ଅନୁମାନେ ତମ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ବିଷୟରେ ସଠିକ୍ ତଥ୍ୟ ନାହିଁ, କିନ୍ତୁ ଗୁରୁ ରାମାନନ୍ଦଙ୍କ ଶିଷ୍ୟ ଭାବେ ତାଙ୍କ ସଂଯୋଗ ବହୁତ ପ୍ରସିଦ୍ଧ। ସେ ଶିରଡିରେ ଜନ୍ମ ନେଇ ଏକ ବୈଷ୍ଣବ ଧର୍ମର ପରିବାରରେ ଲାଲନ ପାଳନ ହୋଇଥିଲେ ବୋଲି କିଛି ଅନୁମାନ ଅଛି। ସେ ଜଣେ ଜୁଡ଼ାହା ବୁନକାର ପରିବାରରେ ବଡ଼ ହୋଇଥିଲେ। କବୀର ଦାସଙ୍କ ଦେଖାଯିବାକୁ ଅନ୍ୟ ଧର୍ମ ଓ ଜାତି ବିଭେଦକୁ ନକରି ସମସ୍ତଙ୍କୁ ସମଭାବରେ ଦେଖିବା ଶିକ୍ଷା ଦେଇଥିଲେ। ସେ ଭଗବାନଙ୍କୁ ନିରାକାର ଭାବରେ ମାନୁଥିଲେ, ଯାହାକୁ ସେ ରାମ ବୋଲି ଉଲ୍ଲେଖ କରୁଥିଲେ, କିନ୍ତୁ ସେହି ରାମ ଅର୍ଥାତ୍ ଦୁର୍ଦ୍ଧର୍ଷ ଶକ୍ତିର ଚିହ୍ନ, ମୂର୍ତ୍ତି ନୁହେଁ। ସେ ଭକ୍ତି ଓ ଜ୍ଞାନ ମାର୍ଗର ସମନ୍ୱୟ କରିଥିଲେ। ସେ ଏହି ଜଗତରେ ରହୁଥିବା ଢୋଙ୍ଗ ଧର୍ମ, ଅନ୍ଧ ଅନୁଷ୍ଠାନ ଓ ଜାତିବାଦ ବିରୁଦ୍ଧରେ ଦୃଢ଼ ଭାବେ ଅବସ୍ଥାନ ନେଇଥିଲେ। ତାଙ୍କ କବିତାଗୁଡ଼ିକ ଦୋହା ରୂପରେ ବିଶ୍ୱ ପ୍ରସିଦ୍ଧ। ଦୋହା ମାନେ ଦୁଇଟି ଚରଣ ଥିବା ଛୋଟ କବିତା, ଯାହା ଗଭୀର ଦାର୍ଶନିକ ଅର୍ଥ ଦେଇଥାଏ। ତାଙ୍କ ଦୋହାଗୁଡ଼ିକ ମାନବ ଜୀବନ, ନୀତି, ଭକ୍ତି ଓ ଜ୍ଞାନ ସହ ବହୁତ ଗଭୀର ଶିକ୍ଷା ଦେଇଥାଏ। ଭିଡିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିଜ ମତାମତ ଦିଅନ୍ତୁ। ଧନ୍ୟବାଦ।